ଭାବ ଜାଗ୍ରତ ହୋଇ ନାହିଁ ଭାଷା ଆମେ ରକ୍ଷା କରିବା ଭାଷା ଉଦ୍ଧାର କରିବା ସେ ପର୍ଯ୍ୟନ୍ତ ଏପର୍ଯ୍ୟନ୍ତ ବୁଦ୍ଧିଜୀବୀ ମାନେ ଚିନ୍ତା କରିନାହାନ୍ତି ସେ ଭାଷା ସେମିତି ପୁରୁଣା ପୁରୁଣା ହେଇ ଆମ ମନରୁ ଚାଲିଯିବ ଟେବୁଲର ଓଡ଼ିଆ ପିଲାଙ୍କୁ କହିଲେ ଆସିବନି ଟେବୁଲ ଟେବୁଲ ଗ୍ଲାସ ଗ୍ଲାସ ଯେଉଁ ପ୍ରକାର ହେଲା ସେଇ ପ୍ରକାର ହବ ତେଣୁକରି ସାହିତ୍ୟ ଆଲୋଚନା ଭିତରେ ଟିକେ ମୁଁ ଆପତ୍ତି କରୁଛି ଆପଣମାନଙ୍କ ଲେଖା ବହୁତ ଭଲ ବହୁତ ମନସ୍ପର୍ଶୀ ବୋଧଗମ୍ୟ କିନ୍ତୁ ରାଗ ଛନ୍ଦ ରାଗ ଲାଗେ ଯଦି ଆପଣ ନ ଲେଖିବେ ଆପଣଙ୍କ ପିଲାଙ୍କ ପିଢ଼ି ବେଳକୁ ଆଉ ରାଗ କୌଶିକ ନଥିବ ରାଗ ଦେଶାକ୍ଷ ନଥିବ ରାଗ ଆହାରି ନଥିବ ରାଗ ପରମହଂସ କେଦାର ନଥିବ ରାଗ ଆଷାଢ଼ ଶୁକ୍ଳ ନଥିବ କିଛି ରାଗ ଆଉ ପାଇବା ନାହିଁ ପରପିଢ଼ି ତେଣୁ କବିମାନଙ୍କୁ ମୋର ଅନୁରୋଧ ଯେତେ ଯାହା ଲେଖନ୍ତୁ ଭଲ ହେଉଛି କିନ୍ତୁ ପ୍ରତ୍ୟେକ ରାଗ ରାଗିଣୀକୁ ଟିକେ ନିଶ୍ଚିତ ଚିହ୍ନିବା ଆବଶ୍ୟକତା ଅଛି ତେଣୁ ପାଲା